ଏଠି ଶୁଣୁଛ ପିଲାମାନେ ମକା ସନ୍ତୁଳା ଦେଖିବା ପାଇଁ କହିଛନ୍ତି ଟିକେ ମକା ଆଣିଦବ। ମକା ତ ହଁ 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 ଆଣିଦେବି ଏବେ ଗଲି ଆଉ ଆସିବି। ମକା ଗୁଡିକର ଚୋପା ସବୁ ବାହାର କରି ତାକୁ ଭଲ ଭାବେ ଟିକେ ଧୁଆଧୁଇ କରି ନେଇ ଆସିବା। ଧୋଇ ସାରିଲା ପରେ ଛୁରୀ ଧରି ସବୁ ମକା ମଞ୍ଜିକୁ ଚାଞ୍ଚିକି ବାହାର କରିଦେବା। ଗ୍ୟାସ୍ ଦେହରେ କଢ଼େଇ ଗୋଟେ ବସେଇ ତେଲ ଟିକେ ଦେଇ ତା ଦେହରେ ଜିରା ସୋରିଷ ବିରି ଡାଲି ଫୁଟଣ ଦେଇଦେବା। ଫୁଟଣ ହେଇସାରିଲା ପରେ ତା ଦେହରେ ପକାଇଦେବା କଞ୍ଚା ଲଙ୍କା ଆଉ ପିଆଜ, ଆଉ ତାପରେ ଦେଇଦେବା ଭୃଷଙ୍ଗ ପତ୍ର। ପିଆଜଟି ଭାଜି ହେଇଗଲା ପରେ ପକାଇଦେବା କାଟିକି ରଖିଥିବା ମକା ମଞ୍ଜିକୁ। ଲୁଣ ଟିକେ ଦେଇ ଭଲ ଭାବେ ଟିକେ ସନ୍ତୁଳା ସନ୍ତୁଳି କରି ପାଣି ଦେଇକି ଘୋଡ଼େଇକି ଛାଡ଼ିଦେବା ସିଝିବା ପାଇଁ। ତାକୁ ଦେଖିବା ସିଝି ସାରିଲା ପରେ ତାକୁ ଆମେ କ'ଣ କରିବା, ସିଝା କ୍ଷୀର ଗିନାଟି ଦେଇଦେବା। ସିଝା କ୍ଷୀର ଗିନାଟି ଦେଇ ତାକୁ ଆଉ ଟିକେ ଘଣ୍ଟା ଘଣ୍ଟି କରି ଘୋଡ଼େଇକି ଛାଡ଼ିଦେବା। ପୁରା ମିଶିଗଲା ପରେ ଝୋଳଟି ବହଳିଆ ହେଇଗଲେ ବାହାର କରି ତାକୁ ସର୍ଭିଂ ବାଉଲକୁ ବାହାର କରିଦେବା। ତାପରେ ହେଇଗଲା ମକା କ୍ଷୀରର ସନ୍ତୁଳା। ଆଶା କରୁଛି ଭିଡ଼ିଓଟି ଭଲ ଲାଗିଲେ ନିଶ୍ଚୟ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ ବୋଲି। ଆଜି ପାଇଁ ରହୁଛି।